ଚାଷୀ ଭାଇ ନମସ୍କାର। ଯେମିତି ହିଁ ଆମ ଓଡ଼ିଶାରେ ବର୍ଷା ଭାରି ବର୍ଷା ବହୁତ ପରିମାଣରେ ବଢ଼ି ଚାଲିଛି, ସେମିତି ହିଁ ପନିପରିବା ରେଟ୍ ମଧ୍ୟ ଆକାଶ ଛୁଆଁ କିମ୍ବା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତ ଆପଣମାନେ ଯେତେବେଳେ ବର୍ତ୍ତମାନ ହାଟରେ ବାଇଗଣ ଟମାଟର ଦାମ 50 ଟଙ୍କା 60 ଟଙ୍କା 70 ଟଙ୍କା 80 ଟଙ୍କା ଶୁଣୁଛନ୍ତି ବାଇଗଣର ଦାମ, ସେତେବେଳେ ଆପଣଙ୍କ ମନରେ ଗୋଟେ ଆଗ୍ରହ ଆସୁଛି ଯେ ମୁଁ ବି ବାଇଗଣ ଚାଷ କରିବି। ତ ଆପଣ ଯଦି ବର୍ତ୍ତମାନ ନର୍ସରୀ ପକେଇକି ଚାରା ପ୍ରସ୍ତୁତ କରିବେ, ତେବେ ଆପଣଙ୍କର ସେଇ 5 ଟଙ୍କା କିଲୋ ଲେଖାଏଁ ବିକିବେ। କାରଣ ବର୍ତ୍ତମାନ ଆପଣ ଯଦି ନର୍ସରୀ ପକାଉଛନ୍ତି, ସେଇଟା ନର୍ସରୀ ରେଡି ହେବା ପାଇଁ ସେମିତି ମାସେ ଚାଲିଯିବ। ତାପରେ ଆହୁରି ସେମିତି ଗଛ ବଡ଼ ହେବା ପାଇଁ ଫୁଲ ଫଳ ଆସିବା ପାଇଁ 2 ମାସ ଲାଗିଯିବ। ତ ସେମିତି କରି ହିଁ ଥଣ୍ଡା ଦିନ ପହଞ୍ଚିଯିବ। ତ ସେତେବେଳେ ଶୀତ ଦିନରେ ପୁରା ପନିପରିବା ରେଟ୍ ଡାଉନ ହେଇଯିବ। ତ ବର୍ତ୍ତମାନ ସମୟରେ ଏଇ ଯୋଉ 50 60 ଟଙ୍କା କିଲୋ ଲେଖା ବିକୁଛନ୍ତି, ତ ଏଗୁଡିକ ଆଜିଠାରୁ ଠିକ 2 ମାସ ପୂର୍ବରୁ ମାନେ ଏପ୍ରିଲ ଲାଷ୍ଟ ଆଉ ମେ ମାସ ଆଉ ଜୁନ ମାସରେ ଲଗା ହେଇଥିଲା। ଯାହା ଫଳରେ ସେମାନଙ୍କର ବର୍ତ୍ତମାନ ଏବେ ବାହାରୁଛି। ତ ସେମିତି ହିଁ ବର୍ତ୍ତମାନ ଯଦି ଆପଣ ମାନେ ଯେ ଚାହୁଁଛନ୍ତି ମୁଁ ବି ଯେ ତାହେଲେ କୋଉ ପନିପରିବା ଚାଷ କରିବି ଯାହା ଫଳରେ ଏ ବର୍ଷା ଋତୁରେ ଯୋଉ ରେଟ୍ ଟା ମିଳୁଛି ତାକୁ ଧରି ହବ, ଆଉ ଆମେ ସେଥିରୁ ଯାହା ଫଳରେ ଭଲ 2 ପଇସା ଇନକମ୍ କରିପାରିବା। ତ ସେଇଟା ବିଷୟରେ ଆପଣମାନଙ୍କୁ କହିବି। ତ ନମସ୍କାର ଚାଷୀ ଭାଇ ମାନେ, ମୁଁ ଉପେନ ଆପଣମାନଙ୍କୁ ଓଡ଼ିଆ ଗୋଟେ ୟୁଟ୍ୟୁବ ଚ୍ୟାନେଲ ସ୍ୱାଗତ ଜଣାଉଛି। ତ ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ତ ମୁଁ ଯେଉଁ ଆପଣମାନଙ୍କୁ କହିଥିଲି କାକୁଡ଼ି ଚାଷ ଆପଣମାନେ କରିପାରିବେ। ତ କାକୁଡ଼ି ଚାଷ ତ ବର୍ତ୍ତମାନ ଯେହେତୁ ମୁଁ କରିଛି ଏତିକି ଜାଗା ବଡ଼ ଜାଗାରେ, ଏଇଠି ଗୋଟେ ବିଲ ଅଛି ଆଉ ସେ ସାଇଡ଼ରେ ଗୋଟେ ବିଲ ଅଛି। ତ ବହୁତ ସାରା ଚାଷୀ ଭାଇ ମାନେ ମୋତେ କହିଛନ୍ତି ଯେ ମାନେ କାକୁଡ଼ି ଏତେ ବଡ଼ ଜାଗା ଲଗେଇକିରି କଣ ଗଦା ଗଦା କରି ବିକ୍ରି କରିବ ନା କଣ, ନା ମାନେ ବିକ୍ରି ହବନି ସେମିତି କହିଛନ୍ତି। ତ ଦେଖନ୍ତୁ, ସେଇ ଯେମିତି ଆମେ ହାଟରେ ନେଇକିରି ଗଦା କରୁ, ସେଇଟା ଏଇ ସିଜିନରେ ଗଦା ହୁଏନି। ସେଇଗୁଡ଼ିକ କାକୁଡ଼ି ଗଦା ହୁଏ କେତେବେଳେ, ଥଣ୍ଡା ସିଜିନରେ ଯେତେବେଳେ ଲୋକମାନେ ଗରମ ପନିପରିବା ସେତେବେଳେ ଖାଇବା ପାଇଁ ଚାହିଁବେ। ତ ଏଇ ଥଣ୍ଡା ପନିପରିବା ଗୁଡ଼ିକ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଆପଣମାନେ ବି ଜାଣିଛନ୍ତି, ଯେମିତି ହିଁ ଆମ ଓଡ଼ିଶାରେ ପୁରା ପ୍ରବଳ ଥଣ୍ଡା ଚାଲି ଆସେ, ତ ସେତେବେଳେ କୋବି ଟମାଟୋ ଆଉ ବିନ୍ସ ସେଗୁଡ଼ିକ ବେଶୀ ମାନେ ଖିଆ ହୁଏ। ଆଉ ଯେମିତିକି ମାନେ କାକୁଡ଼ି ଗୁଡ଼ିକ ତରଭୁଜ ଗୁଡ଼ିକ ସେତେ ଏତେ ଖାଆନ୍ତି ନାହିଁ। ତ ସେଇଟା ବି କାରଣ ରହିଛି, ଆପଣମାନେ ଜାଣିଛନ୍ତି। ବର୍ଷା ଋତୁରେ ଆଉ ଖରା ଋତୁରେ ସେମାନଙ୍କର ଡିମାଣ୍ଡ ଅଧିକା ରହିଥାଏ କାକୁଡ଼ିର। ତ ସେମିତି ହିଁ, କିନ୍ତୁ ବର୍ତ୍ତମାନ ସମୟରେ ବି ଯଦି ଆପଣ ଲଗାଉଛନ୍ତି, ତ ଆଜି ଯେଉଁ ମୁଁ ଭିଡ଼ିଓଟି କରୁଛି ଏଇଟା ହେଉଛି ଅଗଷ୍ଟ 2 ତାରିଖ। ତ ଆପଣ ବି ଯଦି ବର୍ତ୍ତମାନ ସମୟରେ ବି ଯଦି କାକୁଡ଼ି ଚାଷ କରୁଛନ୍ତି, ତାହେଲେ ଆପଣ ଠିକ୍ ଆମର ଯେଉଁ ପର୍ବପର୍ବାଣୀ ଗୁଡ଼ିକ ଅଛି ସେଗୁଡ଼ିକର ରେଟକୁ ଧରି ପାରିବେ ଆଉ ଭଲ 2 ପଇସା ଇନକମ୍ କରିପାରିବେ। ତ ଆପଣଙ୍କ ପାଖରେ ଯଦି ଡ୍ରିପ୍ ମଲ୍ଚିଂ କିଛି ନାହିଁ, ତାହେଲେ ଆପଣ ଏମିତି ମ୍ୟାନୁଆଲରେ ମଧ୍ୟ ଚାଷ କରିପାରିବେ, କିଛି ଅସୁବିଧା ନାହିଁ। ଏମିତି ଯେଉଁ ହଳ କରିଦେଲେ, ଖତ ସାର ଦେଲେ, ତାପରେ ଆରାମସେ ଲଗାନ୍ତୁ, କିଛି ଅସୁବିଧା ନାହିଁ। ଆପଣ କାକୁଡ଼ି ହେଉଛି କମ୍ ଦିନର ଫସଲ, ଘାସକୁ 2 3 ଥର କଡ଼ା କଷା କରିଦିଅନ୍ତୁ, ତାହେଲେ ବେଶୀ କିଛି ଦରକାର ପଡ଼ିବ ନାହିଁ। ଆଉ ବର୍ତ୍ତମାନ ସମୟରେ ଯେଉଁ ଆପଣମାନେ କଲରା ଜହ୍ନି ସେଗୁଡ଼ିକର ଡିମାଣ୍ଡ ସବୁବେଳେ ମାନେ ରହିଥିବ ଥଣ୍ଡା ପର୍ଯ୍ୟନ୍ତ ବି। ତ ସେଗୁଡ଼ିକ ଏତେ ଶୀଘ୍ର ଡାଉନ୍ ହେବେ ନାହିଁ। କାରଣ ବର୍ତ୍ତମାନ ଯେବେ ସୁଦ୍ଧା ଟମାଟୋ ଆଉ କୋବି ଯେତେ ସୁଦ୍ଧା ଆମ ମାର୍କେଟରେ ପୁରା, ଆଉ ଆଳୁ ଯେ ସୁଦ୍ଧା ଆମ ମାର୍କେଟକୁ ଆସିନାହିଁ, ମାନେ ଗଦା ହେଇନାହିଁ, ତ ସେତେବେଳେ ପର୍ଯ୍ୟନ୍ତ ଏଇସବୁ ପନିପରିବା ଗୁଡ଼ିକର ରେଟ୍ ଏମିତି ହିଁ ବଢ଼ି ଚାଲିଥିବ, କମିବନି। ତ ସେଇଟା ହିଁ ଆପଣମାନଙ୍କୁ କହୁଛି ଯେ ସମୟ ଅଛି, କୁଆଡ଼େ ବି ଯାଇନି। ଆପଣମାନେ ସମୟକୁ ବାଛନ୍ତୁ, ସଠିକ୍ ସମୟକୁ ବାଛନ୍ତୁ, ତାପରେ ତେବେ ଯାଇକି ଆପଣ ଭଲ ଲାଭ କରିପାରିବେ। ଆଉ ସାର ବିଷ ଔଷଧ ତ ସେଗୁଡ଼ିକ ତ ଆପଣଙ୍କୁ ନିଜେ ଆଣିବା ପାଇଁ ପଡ଼ିବ। ପଇସା ତ ଖର୍ଚ୍ଚ କରିବା ପାଇଁ ପଡ଼ିବ। ମୁଁ କହିବି ଯେ ଆପଣ କହିବେ ଯେ ମୁଁ ଖାଲି ଲଗେଇଦେବି ହେଇଯିବ ବିକ୍ରି କରିବି ପଇସା ହେଇଯିବ, ସେମିତି ନୁହେଁ। ତ ସେ ଯୁଗ ଗଲା। ତ ସେଇଟା ଯେହେତୁ ଆପଣମାନେ କିଛି ପାଇବା ପାଇଁ ଚାହୁଁଛନ୍ତି, ତ ସେଥିପାଇଁ ଆପଣଙ୍କୁ କିଛି ଦେବା ପାଇଁ ହିଁ ପଡ଼ିବ। ତ ସେମିତିକା କଥା, ଆପଣମାନେ କାକୁଡ଼ି ଚାଷ କରିପାରିବେ, ଲଗାନ୍ତୁ। ମୁଁ ବି ଲଗେଇଛି, ଯେମିତି ଯେଉଁ ଆପଣମାନଙ୍କୁ ଗଛ ଗୁଡ଼ିକୁ ବି ଦେଖେଇଥିଲି। ଠିକ୍ ଏଗୁଡ଼ିକ 15 16 ଦିନ ଆଜିକୁ ହେଇଗଲେ, କିନ୍ତୁ ସେ ସାଇଡ଼ରେ ଯେଉଁ ଗଛ ଗୁଡ଼ିକ ରହିଛି ଏଗୁଡ଼ିକ 25 26 ଦିନ ହେଇଗଲେ। ତ ସେଇଟା ବି ଆପଣମାନଙ୍କୁ ଭଲ ଭାବରେ ଦେଖାଉଛି, କେମିତି ଭାବରେ ଆପଣମାନେ ଏଇ ବାଉଁଶ ଝାଟି ଆମ ଲୋକାଲ ଏରିଆର ଜିନିଷ ଗୁଡ଼ିକ ବ୍ୟବହାର କରି ଆପଣମାନେ ସେଥିରୁ ବି ମାନେ କାମ ଚଳେଇ ପାରିବେ ଆଉ ଭଲ 2 ପଇସା ଇନକମ୍ କରିପାରିବେ। ଆପଣମାନଙ୍କ ପାଖରେ ଯଦି ଡ୍ରିପ୍ ମଲ୍ଚିଂ ନାହିଁ କିମ୍ବା ଷ୍ଟେକିଂ ପାଇଁ ସୂତା ଫୁତା କିଣିବାର ପଇସା ନାହିଁ, ଆପଣ ଏମିତି ମାନୁଆଲ ବି କରିପାରିବେ। କିନ୍ତୁ ଆପଣଙ୍କୁ ପରିଶ୍ରମ କରିବାର ଅଛି। ପରିଶ୍ରମ ସାଙ୍ଗରେ ଆପଣଙ୍କୁ ନିଜେ ଟିକେ ବୁଦ୍ଧି ଖଟାଇବା ପାଇଁ ପଡ଼ିବ, ଆଉ ଯେଉଁ ଜିନିଷ ଗୁଡ଼ିକ ମାନେ ଭଲ ଭଲ ଜିନିଷ ଗୁଡ଼ିକ ବ୍ୟବହାର କରିବା ପାଇଁ ପଡ଼ିବ। ସାର ବିଷ ଔଷଧ ସଠିକ୍ ସମୟରେ ସେମାନଙ୍କୁ ବ୍ୟବହାର କରିବାର ଅଛି। ତ ଦେଖିନେବା।
ଏଇ ତ ଦେଖୁଛନ୍ତି ଏମିତି ଗଛ ଗୁଡ଼ିକ ଏଗୁଡ଼ିକ 25-26 ଦିନ ହେଇଯାଇଛି। ତ ଏମିତି ହିଁ ଯୋଉ ଏଇ ସୂତା ଭଳିଆ ଜିନିଷଟି ଜାଣିଲେ ଆପଣ ମାନେ ଭାବନ୍ତୁ ଯେ ଇଏ ଟ୍ରେଲ୍ସ ପାଇଁ ମାନେ ଉପରକୁ ଚଢ଼ିବା ପାଇଁ ରେଡ଼ି ହେଉଛି। ତ ଏମିତି ଆପଣ ଜିନିଷଟି ମାନେ ଷ୍ଟେକିଂ ଯୋଉ ମଞ୍ଚା ପଦ୍ଧତି ଏମିତି କରିଦିଅନ୍ତୁ, କାରଣ କାକୁଡ଼ି ମାନେ ବେଶୀ ଲତା ହୁଏ ନାହିଁ, ଯେମିତି ଜହ୍ନି ଆଉ କଲରା ଗୁଡ଼ିକ ବେଶୀ ଲତା ହୁଅନ୍ତି। ଇଏ ସେମିତି ହୁଏ ନାହିଁ, ଇଏ ଚଢ଼ି ଚଢ଼ି ଯିବ ତାପରେ ଫଳ ଦେଇ ଦେଇଯିବ। ଆଉ ମାନେ ବେଶୀ ଦିନ ରହିବନି, କିନ୍ତୁ କଲରା ବି ଆପଣ ଯଦି କରୁଛନ୍ତି ସିଏ ପୁରା ଗୋଟା ମାନେ ଯେତିକି ଆପଣ ମଞ୍ଚା କରିଥିବେ ସେ ପୁରା ଗୋଟା ବୁଲି ବୁଲି ସେ ତାକୁ ମାନେ କମ୍ପ୍ଲିଟ କରିବ। ଆଉ ଜହ୍ନି ବି, ଆଉ ଜହ୍ନି ସାଙ୍ଗରେ ଯୋଉ ଆପଣ ମାନେ ଯୋଉ ଲାଉ କରିଥିବେ ସେଇଟା ବି ପୁରା ଆପଣଙ୍କ ପୁରା ମଞ୍ଚାକୁ କଭର କରିବ। କିନ୍ତୁ ଇଏ ଏତେ ବଡ଼ ଜାଗା କଭର କରିପାରିବନି। ତ ଏତିକି ଯେ ବଡ଼ ଜାଗାରେ ବି ଆପଣଙ୍କର ହେଇଯିବ। ତ ସେଇଟା ହିଁ ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛି। ତ ଏଇ ଯୋଉ ମଝିରେ ରାସ୍ତାଟି ରହିଛି ଏଇଟା ଚାଲାବୁଲା କରିବା ପାଇଁ। ଆଉ ଏଇଠି ଯୋଉ ସେ ସାଇଡର ବି ଆସିବ ମାନେ ଲତା, ଆଉ ଏଇ ସାଇଡର ବି ଉଠିବ। ତ ଏମିତି ବି ଆପଣ ମାନେ କରିପାରିବେ। ବେଶୀ ଯଦି ଆପଣଙ୍କର ମାନେ ଖର୍ଚ୍ଚ କରିବାର କ୍ଷମତା ନାହିଁ ତ ଏମିତି ବି କରିପାରିବେ, କିନ୍ତୁ ପରିଶ୍ରମ ସଠିକ ସମୟରେ ଘାସ ସଫା, ସଠିକ ସମୟରେ ଖାଦ୍ୟ ସାର ଔଷଧ ପ୍ରୟୋଗ ସେଇଟା ଆପଣମାନଙ୍କୁ କରିବାର ଅଛି। ତ ଏମିତିକା କଥା, ଆପଣ ମାନେ ବି କରନ୍ତୁ ଚାଷ। ମେହନତ ତ ଲାଗିବ ଆଉ ପଇସା ତ ଲାଗିବ, ମୁଁ ସେଇଟା କହିବି। ନହେଲେ ଏମିତି ଯେକୌଣସି ଜିନିଷ ଆପଣ ମାନେ ଯଦି ମାନେ କରୁଛନ୍ତି ବିଜନେସ୍ ହଉ କିମ୍ବା ଅନ୍ୟାନ୍ୟ ଏମିତି ଦୋକାନ ପତ୍ର ବି କରୁଛନ୍ତି, ତ ସେଥିରେ ଆପଣଙ୍କୁ ସମୟ ସାଙ୍ଗରେ ପଇସା ତ ଲାଗିବ, ମାନେ ବୁଦ୍ଧି ବି ଲାଗିବ, ଯାହାଫଳରେ ଆପଣ ଭାବିବେନି ଯେ ମୁଁ ଏଇଟା କରିଦେବି ଆଉ ପୁରା ହେଇଯିବ ଆପେ ଆପେ। ତ ସେମିତି ଆଜିକାଲି ହୁଏନି। ତ ସେଇଟା ହିଁ କଥା। ତ ଆପଣମାନଙ୍କୁ ଯେ ଆପଣ ମାନେ ଚାଷ କରୁଛନ୍ତି କି ନାହିଁ ସେଇଟା ଆପଣ ଯଦି କରୁଛନ୍ତି ତାହେଲେ ଏହି ଭିଡ଼ିଓ ଗୁଡ଼ିକ ମୁଁ ଯୋଉ ଗୁଡ଼ିକ ଆଣୁଛି ସେଗୁଡ଼ିକ ଦେଖନ୍ତୁ। ଆପଣ ମାନେ ଏମିତି ମଧ୍ୟ କରିପାରିବେ। ତ ମୁଁ ସେମିତି କରିବିନି ଯେ ଥରେ ଭିଡ଼ିଓଟି କରିକି ଆପଣ ମାନଙ୍କୁ ଦେଖେଇଦେଲି ତାପରେ ତାପରେ ଫସଲର କଣ ହେଲା ସେଇଟା ଆପଣ ମାନେ ଜାଣିପାରିବେନି, ମୁଁ ସେମିତି କରିବିନି। ପୁରା ଏ ଯୋଉ ଫସଲ ଲଗାଇବା ସମୟରେ ବି ଭିଡ଼ିଓକୁ ବି କରିଛି। ଆଉ ଯୋଉ ବର୍ତ୍ତମାନ ଯୋଉ ମଞ୍ଚା ବା ରଞ୍ଜା ଦିଆ ହଉଛି ଏଇଟାରେ ବି ମୁଁ ଆପଣ ମାନଙ୍କୁ ଦେଖାଉଛି। ଫୁଲ ଫଳ କେମିତି ଆସିବ ସେଇଟା ବି ଦେଖେଇବି, ଶେଷ ପର୍ଯ୍ୟନ୍ତ ଦେଖେଇବି। ଯାହା ଫଳରେ ଆପଣ ଯଦି କରୁଛନ୍ତି ବି ମୋ ସାଙ୍ଗରେ କିମ୍ବା କରିବା ପାଇଁ ଚାହୁଁଛନ୍ତି, ଜାଣିବା ପାଇଁ ଚାହୁଁଛନ୍ତି, ଶିଖିବା ପାଇଁ ଚାହୁଁଛନ୍ତି, ତ ତାହେଲେ ଆପଣ ଆରାମସେ କରିପାରିବେ। ତ ସେମିତିକା କଥା। ତ ବେଶୀ ଭିଡ଼ିଓ ଲମ୍ବା କରିବାନି, ତ ଆଜିର ଭିଡ଼ିଓରେ ଏତିକି, ରହିଲି, ନମସ୍କାର।